ଅଛି ଆଉ ଆମେ ଆସିଛୁ ସ୍ୱଚ୍ଛ ସାଥୀ ସୁପରଭାଇଜର ସ୍ୱଚ୍ଛ ସାଥୀ ସୁପରଭାଇଜର ସଂଘ ବଲାଙ୍ଗୀର ଡିଷ୍ଟ୍ରିକ୍ଟ ରୁ ଆମେ ଆସିଛୁ। ଆମ ଗତ ସରକାର ଯୋଉ ନବୀନ ପଟ୍ଟନାୟକ ଥିଲେ ସେ ଆମ ଦରମାକୁ ବୃଦ୍ଧି କରିଥିଲେ ଆଉ ସେଇଟା ଅର୍ମାନ୍ ସେକ୍ରେଟାରୀକୁ ମଧ୍ୟ ଚିଠି ହେଇଥିଲା। ଏପର୍ଯ୍ୟନ୍ତ ସେଇ ଚିଠି ଉପରେ ଆମକୁ ଦରମା ଦେଇନାହାନ୍ତି। ବର୍ତ୍ତମାନ ସେଇ ଆମ ଯୋଉ ନୂଆ ସରକାର ଆସିଛନ୍ତି ମୋହନ ଚରଣ ମାଝୀ ସେ ଆମ ଦରମାକୁ ମାନେ ଲାଗୁ କରନ୍ତୁ ବୋଲି ଆମର ଏଇ ବିଧାନସଭା ସାମ୍ନାରେ ଘେରାଉ କରୁଛୁ। ଆଗାମୀ ଦିନରେ ଆଶା ଅଛି ଯେ ଗତ ସରକାର ମଧ୍ୟ ଆମ ମହିଳା ମାନଙ୍କୁ ବହୁତ ପ୍ରଶ୍ରୟ ଦେଇଥିଲେ। ଆମ ମହିଳା ମାନଙ୍କୁ ଆଗକୁ ଯିବା ପାଇଁ ମଧ୍ୟ ଇଏ କରିଥିଲେ। ଆମେ ଯେହେତୁ 5 ବର୍ଷ 6 ବର୍ଷ ଧରି ସ୍ୱଚ୍ଛ ସାଥୀ ସୁପରଭାଇଜର ସଂଘରେ ଆମେ କାମ କରୁଛୁ। ଲେଡିଜ ମାନେ ଯେହେତୁ ଦର ବୃଦ୍ଧି ଯେହେତୁ ବଢିଗଲାଣି ଆମ ଦରମା ମଧ୍ୟ ବଢେଇ ଦେଇଥିଲେ ସରକାର। ମୋହନ ସରକାର ଆଗାମୀ ଦିନରେ ଯେମିତି ଦର ବୃଦ୍ଧି ଯେମିତି ବଢିଛି ଏଇ ଦରମାକୁ ଆମକୁ ବୃଦ୍ଧି କରାଗଲେ ଆମର ମାନେ ଫ୍ୟାମିଲି ମଧ୍ୟ ଭଲ ହିସାବରେ ଚଳିବ। ଆଉ ଆଶା ଅଛି ଯେ ମୋହନ ସରକାର ନିଶ୍ଚୟ କରିବେ ଆଉ ଆଗାମୀ ଦିନରେ ଆମେ ଆମ କଥା ଶୁଣିବେ ବୋଲି ଆମେ ଆଶା କରୁଛୁ। ଆମେ ହଉଛି ସାରା ଓଡିଶାର ସ୍ୱାସ୍ଥ୍ୟ ସାଥୀ ସୁପରଭାଇଜର ଆସିଛୁ। ଆମର ହଉଛି ଆମକୁ ଆଗରୁ ପୂର୍ବାଞ୍ଚଳ ସିଏମ କହିଥିଲେ ଆମର ଦରମା ପାଇଥିଲେ 4,000 8,000 ବର୍ତ୍ତମାନ ପର୍ଯ୍ୟନ୍ତ ଆମର ବଢି ନାହିଁ। କଣ ପାଇଁ ବଢି କଣ ପାଇଁ ଷ୍ଟ୍ରାଇକ କରାଯାଇଛି? ଡାଲି ଚାଉଳ ସବୁ ବଢିଲା ଆମ ଦରମା କଣ ପାଇଁ ବଢିଲା ନାହିଁ? ଆମେ ଆଜି ଆସୁଛୁ ନୂଆ ମୁଖ୍ୟମନ୍ତ୍ରୀ ପାଖକୁ ଆମର ଦାବିକୁ ପୂରଣ କରିବା ପାଇଁ। ଆମେ ତାଙ୍କ ପାଖକୁ ଆଳି କରିବାକୁ ଆସିଛୁ। ଆମର ପରିଚୟ ଆମ ସ୍ୱାସ୍ଥ୍ୟ ସାଥୀ ସୁପରଭାଇଜର ଆପଣଙ୍କର କିଛି ନାହିଁ ତାହେଲେ ଆମକୁ କାହିଁକି ସେ ଦରମାରୁ ମୁକ୍ତ କରାଯାଇଛି? ଆମର କଥାକୁ ପୂରଣ କରାଯାଉ। ଆମେ ଆଜି ଆସୁଛୁ ସେଥିପାଇଁ ଆମ ପୂର୍ବତନ ବିଧାୟକ ସିଏମ କଣ ପାଇଁ ଆମକୁ ବନ୍ଦ କରିକି ରଖିଛନ୍ତି? ଆମର କୌଣସି ଦାବି ପୂରଣ କରିବା ପାଇଁ ନୂଆ ମୁଖ୍ୟମନ୍ତ୍ରୀ ପାଖକୁ